ଅଫତାବ ହୁସେନ। ସେ ଆଉ ଜଣେ ଶାଲବେଗ ଯାହାଙ୍କ ହୃଦୟ କନ୍ଦରେ ବସା ବାନ୍ଧି ନେଇଛନ୍ତି ସ୍ୱୟଂ ଜଗନ୍ନାଥ। ଜଗନ୍ନାଥ ଗୋଟେ ଅଦ୍ଭୁତ ଅତୁଳନୀୟ ଦେବତା, ଚିନ୍ତା ଏବଂ ଚେତନାର ଊର୍ଦ୍ଧ୍ୱରେ। ସିଏ ଆପଣ ତାଙ୍କୁ ଯଦି ଗୋଟିଏ ଆଖିରେ ଧରିବେ, ଗୋଟିଏ ହାତରେ ଧରିବେ, ସିଏ ଆପଣଙ୍କୁ ଚାରି ବାହା ମେଲେଇକି ନେଇଯିବେ। ନା ତାଙ୍କର ଅଫତାବ ହୁସେନ, ଘର ଇଟାମାଟି ନୟାଗଡ଼। ଜନ୍ମ ସିନା ତାଙ୍କର ମୁସଲିମ ଧର୍ମରେ, ହେଲେ ହିନ୍ଦୁ ଧର୍ମ ମଧ୍ୟରେ ତାଙ୍କର ଖାଇବା, ଖେଳିବା, ପଢ଼ିବା ସବୁକିଛି। ସେଥିପାଇଁ ସେ ବି ପିଲାଟି ବେଳୁ କାଳିଆ ଠାକୁରଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଆମ ଅଜା ଜଣେ ଧର୍ମପରାୟଣ ଲୋକ ଥିଲେ। ରାମାୟଣରେ ବା ରାମଚରିତ ମାନସରେ ତାଙ୍କର ଦକ୍ଷତା ଥିଲା। ତେଣୁ ପିଲାଟି ଦିନ ଆମ ଅଜା ଏବଂ ଆମ ମାମୁଁ ମାନେ ମଧ୍ୟ ଆଜି ଏଠି କୃଷ୍ଣଲୀଳା ହେଉଛି ଚାଲ ଯିବା, ଏଠି ଦଶହରା ହେଲା ଚାଲ ଯିବା, ଏସବୁ ଜିନିଷ ପିଲାଟି ଦିନ ରହିଲା, ଗୋଟେ ଧାରାରେ ଆମେ ପଢ଼ିଗଲୁ। ନିଜ ଘର ଭିତରେ ବଡ଼ ଠାକୁରଙ୍କ ସହ ଭାଇ ଭଉଣୀଙ୍କୁ ସ୍ଥାପନା କରି ତାଙ୍କ ସେବା କାର୍ଯ୍ୟ ସମ୍ପାଦନ କରନ୍ତି। ନିଜେ ରଥ ତିଆରି କରି ତାକୁ ଗାଁ ଦାଣ୍ଡରେ ଟାଣି ନିଜ ପ୍ରେମ ଭକ୍ତିର ପ୍ରମାଣ ରଖନ୍ତି। ଏ ବର୍ଷକୁ 14 ବର୍ଷ ହୋଇଯିବ ରଥଯାତ୍ରା। ବାଉଁଶ କାଠିରୁ ଆରମ୍ଭ କରି ବର୍ତ୍ତମାନ କାଠ ପ୍ରେମ ପର୍ଯ୍ୟନ୍ତ ରଥଯାତ୍ରା ହେଇ ଆସୁଛି। ଆପଣ ଯେତେ କାଶୀ, ବୃନ୍ଦାବନ, ମଥୁରା, ଦ୍ୱାରିକା ଯେତେ ଗଲେ ମଧ୍ୟ ପୁରୀ ପୁରୀ। ଆପଣ ପୁରୀରେ ପଶିଗଲେ ତାର ବାସ୍ନା, ତାର ମହକ, ତାର ସୁବାସିତ ଜଳ ଆପଣଙ୍କୁ ସୂଚେଇ ଇଏ ହେଲେ ଜଗନ୍ନାଥ। କାଳିଆ ଠାକୁର କେବଳ ଭକ୍ତର, ସେଥିପାଇଁ ସେ ବାନ୍ଧି ହୋଇଛନ୍ତି ଅଫତାବଙ୍କ ଭକ୍ତିରେ। ମୁଁ ମାଟିର ରାମ, ଲକ୍ଷ୍ମଣ, ସୀତା, ହନୁମାନ ବନାଏ। ଗଣେଶ ପୂଜାରେ ଗଣେଶ ମୂର୍ତ୍ତି ବନେଇକି ପୂଜା କରେ। କେବେ ମଧ୍ୟ ମୋତେ ବାରଣ କରିନାହାନ୍ତି ବା ରୋକ କରିନାହାନ୍ତି କି ନାଇଁ ତୁ ଏଇଟା କାହିଁ କରୁଛୁ, ଏମିତି କାହିଁ କରୁଛୁ। ରଥ ଉପରେ ବିଜେ କରି ସେ ବି ଗାଁ ଭିତରେ ନିଜ ପରିକ୍ରମା କରନ୍ତି। ସେଥିପାଇଁ ତ କହୁଛୁ ଭିନ୍ନ ଏଇ ଭକ୍ତ, ନିଆରା ଆମ ଜଗନ୍ନାଥ।